ଗାଁର ନାମ ଥିଲା ସୁବର୍ଣ୍ଣପୁର। ସେଠାରେ ରହୁଥିଲେ ଆଦର୍ଶ ଆଉ ତା ମା। ପରିବାରଟି ବହୁତ ଗରିବ ଘରର ଥିଲା, କିନ୍ତୁ ପିଲାଟି ବହୁତ ଭଲ ଥିଲା। ଆଦର୍ଶର ମା ଆଦର୍ଶ ପାଖକୁ ଆସି କହିଲେ, ଆରେ ବାବା ଆଦର୍ଶ, ତୋର ସ୍କୁଲ ଯିବା ଟାଇମ ହେଇଗଲାଣି। ତୁ ତୋର ହୋମୱାର୍କ ସାରିଛୁ ତ? ହଁ ମା, ମୁଁ ମୋର ସବୁ ହୋମୱାର୍କ କରିସାରିଛି। ଏବେ ମୁଁ ଆସୁଛି। ଏହାପରେ ଆଦର୍ଶ ସ୍କୁଲ ଯିବାକୁ ବାହାରିଗଲା। ଆରେ ବା, କି ସୁନ୍ଦର ସକାଳ, ଭାରି ମଜା ଲାଗୁଛି। ଯାଉଥିବା ସମୟରେ ତାକୁ ମିଳିଲା ଗୋଟିଏ ପର୍ସଟିଏ ଏବଂ ସେ ମନେ ମନେ ଭାବିଲା, ଆରେ ଏ କଣ? ଏହା ତ ଗୋଟିଏ ପର୍ସ ଭଳି ଲାଗୁଛି। ଏହା ଯେଉଁ ବ୍ୟକ୍ତିର ହୋଇଥିବ ତାହାକୁ ଏହା ନିଶ୍ଚୟ ଦରକାର ଥିବ, କିନ୍ତୁ ମୁଁ ବି ଜାଣିନି ଏହା କାହାର। ତେଣୁ ମୋତେ ଏହାକୁ ରଖିବା ଉଚିତ ନୁହେଁ। ମୁଁ ଯାଉଛି ଏହାକୁ ପୋଲିସ ଥାନାରେ ଦାଖଲ କରିଦେବି। ଆଦର୍ଶ ମନେ ମନେ ଭାବୁଥାଏ, ଯେଉଁ ବ୍ୟକ୍ତିର ଏହି ପର୍ସଟି ହେଇଥିବ ସେ ଭାରି ଚିନ୍ତାରେ ଥିବ। ମୁଁ ଯଦି ପୋଲିସ ସାର୍ଙ୍କୁ ଏହା ଦେଇଦିଏ ତାହେଲେ ନିଶ୍ଚୟ ସେ ଲୋକଟିର ମଙ୍ଗଳ ହେବ। ଦେଖୁ ଦେଖୁ ପୋଲିସ ଷ୍ଟେସନଟି ଆସିଗଲା ଏବଂ ଆଦର୍ଶ ଭିତରକୁ ଯାଇ ସେଠାରେ ଥିବା ଇନ୍ସପେକ୍ଟର ସାର୍ଙ୍କୁ ଭେଟିଲା ଏବଂ ସେ କହିଲେ, ଆରେ ଆଦର୍ଶ, ତମେ ଏଠାକୁ କାହିଁକି ଆସିଛ? କ'ଣ କିଛି ଅସୁବିଧା ହେଇଛି କି ତମର? କ'ଣ ହେଲା କୁହ? ନମସ୍କାର ସାର୍। ହଁ ନମସ୍କାର ନମସ୍କାର। କୁହ, କ'ଣ କିଛି ଅସୁବିଧା ହେଲା ନା କ'ଣ କିଛି ଦରକାର? କୁହ ବାବୁ କୁହ। ମୁଁ ସ୍କୁଲକୁ ଯାଉଥିବା ବେଳେ ରାସ୍ତାରେ ମୋତେ ଏହି ପର୍ସଟି ମିଳିଲା। ମୁଁ ଭାବିଲି ଯେ ଏହା କୌଣସି ବ୍ୟକ୍ତିର ହୋଇଥିବ, ତେଣୁ ମୋତେ ଏହାକୁ ରଖିବା ଉଚିତ ନୁହେଁ ଏବଂ ଏହାକୁ ନେଇ ପୋଲିସ ଷ୍ଟେସନରେ ଦାଖଲ କରିବା ଉଚିତ। ବାବା, ଏଇଟାକୁ ତ ତମ ପାଖରେ ରଖିଥାନ୍ତ, କିନ୍ତୁ ତମେ ମତେ କାହିଁକି ଦେଲ? ସାର୍, ଯେତେବେଳେ ମୁଁ ଏହି ପର୍ସଟିକୁ ପାଇଲି ମୁଁ ଅନୁଭବ କରିଲି ଯେ ଏହା ଯେଉଁ ବ୍ୟକ୍ତିର ଥିବ ତାହାକୁ ଏହା ନିଶ୍ଚୟ ଦରକାର ଥିବ। ତେଣୁ ମୁଁ ଏହା ନିଜର ପାଖରେ ରଖିଲି ନାହିଁ ଏବଂ ଏହା ଛଡ଼ା ଏହି ପର୍ସଟି ମଧ୍ୟ ମୋର ନୁହେଁ, ତେଣୁ ଏହା ଉପରେ ମୋର କୌଣସି ଅଧିକାର ନାହିଁ। ସାର୍, ଏହା ହେଉଛି ସେହି ପର୍ସଟି ଏବଂ ମୁଁ ଏବେ ଆସୁଛି। ହଉ ହଉ, ଦିଅ ପର୍ସଟି ଦିଅ। ଆରେ ପାତ୍ର ବାବୁ, ଜଲ୍ଦି ଏଠାକୁ ଆସ। ହଁ ସାର୍, ଆସୁଛି ସାର୍, ଆସୁଛି। କ'ଣ ଏତେ ସମୟ ଲାଗୁଛି? ଆସ, ଜଲ୍ଦି ଆସ। ଶୁଣ, ଆମେ କିଛି ଜରୁରୀ କାମରେ ବାହାରକୁ ଯାଉଛୁ। ଯଦି କିଛି ଦରକାର ପଡ଼େ ମୋତେ କଲ୍ କରିବ। ଆଉ ଶୁଣ, ଦାସ ବାବୁକୁ ଟିକେ କହିଦିଅ, ତାଙ୍କ ସହିତ ମୁଁ ବାହାରକୁ ଯିବି ବର୍ତ୍ତମାନ। ଯାଅ ଦାସ ବାବୁ, ଜଲ୍ଦି ଆସ। ଏତେ ଲେଟ୍? 2 ଜଣ ଯାକ ମଠୁଆ, ଚୂଡ଼ାକୁ ଗୁଡ଼ ତ ଖାଲି ସାକ୍ଷୀ ହେଇ ରହିଲ ଆଉ। ଶୁଣ, ଜଲ୍ଦି ବୋଲର ବାହାର କର, ଆମେ ବାହାରକୁ ଯିବା। ଗାଁ ଚାରିଆଡ଼େ ଟିକେ ଆନାଉନ୍ସମେଣ୍ଟ କରିବାର ଅଛି, କାରଣ ଏ ପର୍ସଟି କାହାର ଆମେ ଜାଣିନି। ହେଲେ ସାରେ, ମୁଁ କ'ଣ କହୁଥିଲି କି? କ'ଣ ଏତେ ଭାବୁଛ? ଆରେ ଯାଉନ, ଯାଅ। ପ୍ରାୟ ସମୟ 4ଟା ବାଜି ସାରିଛି। ଆଦର୍ଶ ସ୍କୁଲରୁ ଫେରୁଥାଏ ଏବଂ ଦୂରରୁ ଦେଖେ ପୋଲିସ ଇନ୍ସପେକ୍ଟର ସାର୍ ଏବଂ ଦାସବାବୁ ସହିତ ଏକ ଲୋକ ଯିଏକି ବଂଶୀ କାକା ଦୂରରେ ଠିଆଇ କିଛି କଥା ହେଉଛନ୍ତି। ସେ ଭାବିଲା ପାଖକୁ ଯାଇ ପଚାରିବ, ଆରେ ଆଦର୍ଶ, ସ୍କୁଲରୁ ପଳେଇ ଆସିଲୁ ବାବା? ଆରେ ବଂଶୀ, ଆରେ ତମକୁ ତ ପର୍ସଟା ମିଳିଲାନି କି? ଆରେ ଏଇ ଆଦର୍ଶ ଯୋଗୁ ହିଁ। ଆରେ ଯାହା କହୁଛୁ କହ ଆଦର୍ଶ, ତୋ ଲାଗି ଆଜି ମୋ ପର୍ସଟା ମିଳିଗଲା। ଆରେ ମୁଁ ବହୁତ ଖୁସି। ଆରେ ତୋ ନାଁ ଯେମିତି ତୋ କାମ ବି ସେମିତି। ଭାରି ଭଲ ପିଲାଟାରେ ତୁ। ଆରେ ତୁ ଜାଣିଛୁ ତି, ଆରେ ସେଇଠି ମୋର ବହୁତ ଦରକାରୀ କାଗଜପତ୍ର ଗୁଡାକ ଥିଲା, ବହୁତ ପଇସା ବି ଥିଲା। ଧନ୍ୟବାଦ। ଆରେ ପିଲାମାନେ, ବୁଝିଲ ତ, ସତ୍ୟ ଓ ଇମାନଦାରୀ ହିଁ ମାନବ ଜୀବନର ସବୁଠୁ ବଡ଼ ସମ୍ପଦ। ସତ୍ୟର ପଥ ସଦାଯୁଗ ଠିକ ଓ ଭଲ ପଥ ଅଟେ। କେବେ ବି କୌଣସି ଜିନିଷ ଚୋରି କରିବା କିମ୍ବା କାହାର ଲୁଟିବା ଏହିପରି କାର୍ଯ୍ୟ କେବେ ବି କରିବ ନାହିଁ। ଏହା ବର୍ତ୍ତମାନ ପାଇଁ ଆମକୁ ସୁଖ ଦେଇଥାଏ, କିନ୍ତୁ ଭବିଷ୍ୟତରେ ଏହି କର୍ମ ଲାଗି ଆମେ ସବୁବେଳେ ପସ୍ତେଇବା ଏବଂ ବହୁତ କିଛି ଅସୁବିଧାର ସମ୍ମୁଖୀନ ହୋଇପାରିବା।